गछ लगिला ପରେ ସମସ୍ତେ ଚାହିଁ ବସିଥାନ୍ତି ଗଛ କେବେ ବଡ଼ ହବ ଆଉ ସେଥିରୁ କିଛି ପନିପରିବା ବାହାରିବ ଯାହାକୁ ଆମେ ପ୍ରଥମ ହାର୍ଭେଷ୍ଟିଂ ଭାବରେ କରିବୁ ଆଉ ଟିକେ ଖୁସି ଅନୁଭବ ହବ। ତ ସେଇ ଦିନ ଆଜି ମୋର ଆସିଯାଇଛି ଫାଇନାଲି। ତ ଆଜି ମୋର ପ୍ରଥମ ହାର୍ଭେଷ୍ଟିଂ ହେଉଛି ଭେଣ୍ଡି ଗଛରୁ। ବହୁତ ସାରା ପନିପରିବା ଲାଗିଛି ସତ, କିନ୍ତୁ ଭେଣ୍ଡି ଗଛରେ ଆଜି ପ୍ରଥମ ହାର୍ଭେଷ୍ଟିଂ କରିବାକୁ ଭାରି ଭଲ ଲାଗିଲା। ବହୁତ ହି କଷେ କଷେ ହେଇଥିଲା ସତ, କିନ୍ତୁ ତଥାପି ହାର୍ଭେଷ୍ଟ କରିଦେଲି। କାହିଁକି ନା ଭେଣ୍ଡି ଗଛରେ ଅଧିକ ଦିନ ରହିଲା ପରେ ଇଏ ମଞ୍ଜି ଭେଣ୍ଡି ଯେହେତୁ ଏଗୁଡ଼ାକ ପାକଳ ହେଇଯିବ। ଆଉ ଛୋଟବେଳୁଟି ଏର କଷି ଗୁଡ଼ାକ ଯଦି ଛାଡ଼ିଦେବି ଗଛର ଗ୍ରୋଥ୍ ବି ମଧ୍ୟ କମିଯିବ। ସେଥିପାଇଁ ଯାହା ଛୋଟ ବଡ଼ ହେଇଥିଲା ତାର 5-6ଟା ଭଳିଆ ତାକୁ ତୋଳି ଆଣିଥିଲି। ତାପରେ ଯାଇଥିଲି ମୋର ସିମ ଗଛ ଆଉ ବିମ୍ସ ଗଛ ପାଖକୁ। ସିମ ଗଛରେ ସେମିତି ହାର୍ଭେଷ୍ଟିଂ ପାଇଁ କିଛି ବି ହେଇନଥିଲା। ତାପରେ ଯାଇଥିଲି ମୋର ବିମ୍ସ ଗଛ ପାଖକୁ। ବିମ୍ସ ଗଛରେ ବି ମଧ୍ୟ କିଛିଟା ହାର୍ଭେଷ୍ଟିଂ ପାଇଁ ରେଡ଼ି ହେଇଥିଲା, କିନ୍ତୁ କିଛିଟା ହାର୍ଭେଷ୍ଟ କଲି ଆଉ କିଛିଟା ବଳକା ଛାଡ଼ି ଦେଇଥିଲି ବଡ଼ ଟିକେ ହେବା ପାଇଁ। କାହିଁକି ନା ପନିପରିବା ନିଜ ବାଡ଼ିରୁ ଖାଇଲା ବେଳେ ନା ଟିକେ ବଡ଼ ବଡ଼ କରିକି ତୋଳିଲେ ଭାରି ଭଲ ଲାଗେ, ଦେଖିବାକୁ ସୁନ୍ଦର ଲାଗେ, ଖାଇବାକୁ ବି ବହୁତ ଭଲ ଲାଗେ। କିନ୍ତୁ ମାଆ କୁହେ ଅଲଗା, ମାଆ କୁହେ ନିଜ ବାଡ଼ି ଜିନିଷ ବହୁତ ହି କଅଁଳିଆ ଆଉ କଷି ବେଳୁ ଖାଇବୁ। କାହିଁକି ନା କଷି ଜିନିଷ ଖାଇଲେ ତା ଦେହରେ ଯେତିକି ଭିଟାମିନ୍ ଆଉ ଯେତିକି ସେ ମିଠା ଲାଗିବ, ବଡ଼ ପାକଳ କରିକି ଖାଇଲେ ଭଲ ଲାଗିବନି। ସତ କହିବେ ତ ନିଜ ବାଡ଼ି ଜିନିଷ କ'ଣ ଛିଡ଼େଇବାକୁ ମନ ହେବ? ଭାରି କଷ୍ଟ ଲାଗିବନି? ମୋତେ ତ ବହୁତ କଷ୍ଟ ଲାଗେ। ତଥାପି କ'ଣ କରିବା, ଗଛ ଯେହେତୁ ଲାଗିଛି, ଫଳ ଯେହେତୁ ହେଇଛି, ତାକୁ ତ ତୋଳିବାକୁ ପଡ଼ିବ। ଏଠି କେବଳ ଏତିକି ନୁହେଁ, ଆହୁରି ବହୁତ ସାରା ପନିପରିବା ଆଜି ହାର୍ଭେଷ୍ଟିଂ କରିଛି। ତ ଆପଣ ଯଦି ଦେଖିବାକୁ ଚାହୁଁଛନ୍ତି ମୁଁ କ'ଣ କ'ଣ ପନିପରିବା ହାର୍ଭେଷ୍ଟ କରିଛି, ତାହେଲେ ମୋର ଗୋଟେ ଲଙ୍ଗ ଭିଡ଼ିଓ ଆସୁଛି, ତାକୁ ଅପେକ୍ଷା କରନ୍ତୁ। ଲଙ୍ଗ ଭିଡ଼ିଓରେ ପୁରା ଡିଟେଲ୍ ଜାଣିବାକୁ ପାଇବେ। ବହୁତ ସାରା ପନିପରିବା ହାର୍ଭେଷ୍ଟିଂ କରିଛି। ଆଜିର ବ୍ଲଗ୍ଟି ରଖିଲି, ରହିଲି। ଜୟ ଜଗନ୍ନାଥ, ବାଏ ବାଏ।